ମୁଁ ଲେଖେ। ମୁଁ ପଢ଼ା ବେଳଠୁ ମୁଁ ପ୍ରହେ ଲେଖି ଯାଇଥିବ। ସେ କୁଆଡ଼େ ସେ ଖାତା କଲମ ସବୁ ଗଲାଣି, ଆଉ କିଛି ନାହିଁ। ଏବେ ମୁଁ ରାତିରେ କ'ଣ ଲେଖିଦିଏ, କ'ଣ ସକାଳକୁ ହେଇଯାଏ, ପୁଣି ତାକୁ ଚିରି ଫିକି ଦିଏ। ମୁଁ କେତେବେଳେ ଜାଣିପାରେନି, ନିଦ ବେଳେ ଲେଖିଦେଇଥାଏ ବୋଧେ ଏମିତି। ହଁ, ଥରେ ଗୋଟେ ଭଜନ ଗୀତକୁ ନେଇକି ଗୋଟେ ଟୋଲ୍ ଫ୍ରି, ମାନେ ଟୋଲ୍ କରିଲେ ସବୁ ଆଉ, ଚାରିଆଡ଼େ ତ ପୁରା ଫ୍ରି ଆଉ, ଟୋଲ୍ ଫ୍ରି ଆଉ। କ'ଣ ହେଇଛି, ଟିଭିରେ ଦେଲା, ମୋବାଇଲରେ ଦେଲା, ସବୁଆଡ଼େ ବାଜିଲା। ଯେତେବେଳେ ଭାରି ବିରକ୍ତିଆ ଲାଗିଲା। ତୁ ଯେତେବେଳେ ଗୋଟେ କ'ଣ ଗୋଟେ ଚାହିଁବୁ ଗୋଟେ ଭଲ ମନ୍ଦ ଦେଖିବା ପାଇଁ ମୋବାଇଲରେ, ସେଇ ଜିନିଷଟି ବାହାରିବ ଆଗ। ସେ ଭଜନଟାକୁ ମାନେ ଏମିତି କଟାକ୍ଷ କରିକି ବୋଲିଛନ୍ତି ଆଉ। କିରେ, ଆରେ ହଁ ହଁ, ମନେ ପଇଲା। ଯୋଉ ଆହେ ଦୟାମୟ ବିଶ୍ୱ ବିହାରୀ, ମୋତେ କଲ ଏତେ କାହିଁ ସୁନ୍ଦରୀ। ସେଇଟା ଯେତେବେଳେ ବାହାରିଲା, କେହି ଗୋଟେ ପଦାକୁ ଆଗକୁ ବାହାରିଲେନି, କି କୋଉ ମାଇକିନିଆ କି କୋଉ ଅଣ୍ଡିରା କି ଓଡ଼ିଶାବାସୀ କେହି ବାହାରିଲେନି। କିଏ ଜଣେ ଗୀତିକାର, ସେ ଏବେ ନାହାନ୍ତି, ସିଏ ଗୋଟେ କ'ଣ ଗୋଟେ କରିଥିଲେ, କି କ'ଣ ଗୋଟେ ମଜା ଥଟ୍ଟାରେ ଗୋଟେ କ'ଣ ଗୋଟେ ସ୍ୱର ବାହାର କରିଥିଲେ। ତାଙ୍କୁ ନେଇକି ଗୁଡ଼ାଏ ମାନେ ଭାଷା ଅଭାଷା ଲଗେଇ କହିଲେ। ମୋ ମୁଣ୍ଡକୁ ସେଦିନ ଭାରି ବିରକ୍ତିଆ ଲାଗିଲା। ମୋତେ କହିଲେ, ହେ ଗୋଟେ ବାଳ କଥା ଗୋଟେ ଆଲୋଚନା କରୁଛନ୍ତି, ଭାଇ ସାଧାରଣ ଲୋକ, ଭାଷା ସେଇଆ। ଏଇଠି କ'ଣ ହେଇଛି, ମୁଁ ଶୋଇପଡ଼ିଛି ରାତି 12ଟା ବେଳକୁ, ମୋର ନିଦଟା କାହିଁ ଭାଙ୍ଗିଗଲା। ମୁଁ କହିଲି, ବାଳ କଥା କ'ଣ ଗୋଟେ କହିଥିଲି, ମାନେ ଗୋଟେ ଭାବନା ଆସିଗଲା। ସେଇ ବାଳକୁ ନେଇକି ଗୋଟେ ପକେଇଲି, ସେମିତି ସ୍ୱର ପକେଇକି କଲି ଆଉ ଭିଡ଼ିଓଟା। ହଁ, ମୁଁ ଲେଖିଥିଲି ବା ନିଜେ, ହେଇବା ଅଛି। ମୁଁ ଏବେ ପାଇଲି, ଏଇଟା ବର୍ଷେ 2 ବର୍ଷ ତଳରେ କୋଉଠି ଗୋଟେ ଖାତାରେ ଥିଲା। କହିଲା, ଆସ 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 ମୋର ଓଡ଼ିଆ ଭାଇରେ, ଆସ 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 ମୋର ଓଡ଼ିଆ ଭାଇ, ବାଳ ସଳଖିବା ଆମେ, ବାଳ ସଳଖିବା ଆମେ, ଏକାଠି ହୋଇରେ, ଆସ 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 ମୋର ଓଡ଼ିଆ ଭାଇରେ। ମାନେ ସେଇ ଓଡ଼ିଆ ଭାଇମାନଙ୍କ ପାଇଁ ଏଇ ବାଳ କଥାଟା ମୁଁ ଲେଖିଥିଲି। ଖାଲି ସେତିକି ନୁହେଁ, ବାଳ ସଳଖି ହେଉନି ଲୋ, ଭିଡ଼ି ଆଣିଥିଲି, ବାଳ ସଳଖି ହେଉନି ଲୋ, ଭିଡ଼ି ଦେଲେ ହୁଏ ବଙ୍କା। ଯେଉଁଦିନ ସିଧା ପାନିଆ ଚାଲିଲା, ଯେଉଁଦିନ ସିଧା ପାନିଆ ଚାଲିଲା, ସେଇ ଦିନ ଠାରୁ ବଙ୍କା, ବାଳ ସଳଖି ହେଉନି ଲୋ, ଭିଡ଼ି ଦେଲେ ହୁଏ ବଙ୍କା। ବାଳ ଗୋଟାକୁ ମୁଁ ଭିଡ଼ି ଆଣିଥିଲି, ମୁରୁଖ ମୁଣ୍ଡରୁ ଯାଇ। ମାନେ ଯୋଉ କ'ଣ ସେଇଟା ଲେଖିଦେଇଥିଲି, ବାଳ ଗୋଟିକ ମୁଁ ଭିଡ଼ି ଆଣିଥିଲି, ମୁରୁଖ ମୁଣ୍ଡରୁ ଯାଇ। ଯେତେ ଭିଡ଼ୁଥିଲେ ସଳଖି ନୁହଁଇ, ଯେତେ ଭିଡ଼ୁଥିଲେ ସଳଖି ନୁହଁଇ, ବାଳ ଅଟେ ବଙ୍କା ତହିଁ, ବାଳ ସଳଖି ହେଉନି ଲୋ, ଭିଡ଼ି ଦେଲେ ହୁଏ ବଙ୍କା। ତାପରେ ସେଇ ବାଳ ଉପରେ ପୁଣି ଚାଲିଲା, ଭାଇ ମାନେ ଆସ ଯିବା, ବାଳ ଓପାଡ଼ିରେ, ଭାଇ ମାନେ ଆସ ଯିବା, ବାଳ ଓପାଡ଼ି, ଡେରି ବହୁତ ହେଲାଣି, ଡେରି ବହୁତ ହେଲାଣି, ଯିବା ବାହାରି, ଭାଇ ମାନେ ଆସ ଯିବା, ବାଳ ଓପାଡ଼ି, ଭାଇ ମାନେ ଆସ ଯିବା। ମାନେ ଏଇଟା ଖାଲି ସେଇ ବାଳ ଉପରେ ଚାଲିଲା। ତାପରେ କେବେ ତ କଲମ ଅଟକିଲାନି ଆଉ, ପୁଣି ସେଇଠି ଲେଖା ହେଇଥିଲା। ଏଇଟା ଆଜି ପର୍ଯ୍ୟନ୍ତ ମୁଁ ଭିଡ଼ିଓରେ ପକେଇ ନଥିଲି, ଏ ସେଇ ଦିନର କଥା ଆଜି ବାହାରିଲା।
ପୁଣି ସେଇ ବାଳରେ ପଇଲା କହିଲା ମୁଁ ତ ଜଣେ ସାଧାରଣ ଲୋକରେ ବାଳ ମୋର ଭାରି କହରା। ମୁଁ ତ ଜଣେ ସାଧାରଣ ଲୋକରେ ବାଳ ମୋର ଭାରି କହରା। କହରା ହେଲେ ତ ନାହିଁ ମୋ ଡର, ଗଣେଶ ସେଲୁନ ଅଛି ପାଖର। କହରା ହେଲେ ମୋ ନାହିଁ ତ ଡର, ଗଣେଶ ସେଲୁନ ଅଛି ପାଖର। ମୁଁ ତ ଜଣେ ସାଧାରଣ ଲୋକରେ ବାଳ ମୋର ଭାରି କହରା। କହରା ହେଲେ ମୋ ନାହିଁ ତହିଁ ଡର, ଗଣେଶ ସେଲୁନ ଅଛି। କହରା ହେଲେ ମୋ ନାହିଁ ତହିଁ ଡର, ଗଣେଶ ସେଲୁନ ଅଛି। କଳା ମାରି ଦେଲେ ଦିଶେ ଚିକି ଚିକି, କଣଟା ନା କଳା ମାରି ଦେଲେ ଦିଶେ ଚିକି ଚିକି, ଯେମିତି ରଜାଙ୍କ ହାତୀ। ଯେଉଁ ବାଳ କଥା ପାଇଁ ଓଡ଼ିଶାରେ, ଯେଉଁ ବାଳ କଥା ପାଇଁ ଓଡ଼ିଶାରେ ବାଇଆ ଟୋକାଏ ପରାରେ। ମୁଁ ତ ଜଣେ ସାଧାରଣ ଲୋକରେ ବାଳ ମୋର ଭାରି କହରା। ଭାଇମାନେ, ଆପଣ କହିବେ ଏଇଟା ଗୋଟେ ଭଜନର ସ୍ୱର, ତୁମେ ଏଇ ଗୀତଟାକୁ କେମିତି ପକେଇଲ? କ'ଣ କରିବା, ଆମେ ପରା ଓଡ଼ିଶାବାସୀ ଦୋଗଲା ଭାଇ। କିଳାଟା ମାନେ ଭୋଳଟା ଯେତେବେଳେ ଭୋଳଟା ଯେତେବେଳେ ଗଳୁଆ ଦବ, ଗଳୁଆ କ'ଣ ଭୋଳ କ'ଣ, ସେଟା ଓଡ଼ିଶାବାସୀ ଯେଉଁ ଭାଇମାନେ ସବୁ ଏ ବିଷୟରେ ଓଡ଼ିଶା ପ୍ରକୃତ ଜାଣିଥିବେ ସେ ଜାଣିଛନ୍ତି ଭୋଳ କାହାକୁ କହନ୍ତି ଆଉ ଗଳୁଆ କାହାକୁ କହନ୍ତି। ଗଳୁଆ କ'ଣ? ତେଣୁ ଯେତେବେଳେ ଗଳୁଆ ପଡ଼ିକି ଭୋଳ ହେଇଗଲା, କେହି ବି ପାଟି ଖୋଲିଲେନି। ଯେତେବେଳେ ଭାସିକି ପୁରା ଘାଇ କରିଦେଲା, ସମସ୍ତେ ସେତେବେଳେ କହିଲେ ଏ କୋଡ଼ି କୋଦାଳ ଆଣରେ ବନ୍ଧ ବନ୍ଧେଇବା। ଆଉ ଥାଏ କି ସେମିତି? ସେଇ ବେଳରେ ମୁଁ ଗୋଟେ ସାଧାରଣ ଲୋକ, ଅସାଧାରଣରେ ଅଖାଡ଼ୁଆ କି ମାନେ ଭାବରେ ନୁହଁ ଅଭାବରେ ଲେଖିଥିଲି। ଚିନ୍ତାରେ ନୁହଁ ଅଚିନ୍ତାରେ ଲେଖିଥିଲି। କାହିଁକି? ଇଆଡ଼େ ଦଳେ କରୁଥିବେ ଗାଳି, ଆଉ ଦେଖିବେ ଦଳେ ମାରୁଥିବେ ତାଳି। ତେଣୁ ଯେପର୍ଯ୍ୟନ୍ତ ଏକ ହିତ ଏକ ବାଣୀ ଏକ ଠାଣି ଏକ ମନ ଏକ ଧ୍ୟାନ ଏକ ଜ୍ଞାନ ଏକ ନ ହୋଇଛ, ଏକ ମତି ନ ଆସିଛି, ଏକ ସାଥୀ ନ ଆସିଛି, ସେ ପର୍ଯ୍ୟନ୍ତ ସୁଧୁରିବେନି କେହି। ତେଣୁ ସେଇ ବେଳରେ ଏ ଭିଡ଼ିଓଟି ମୁଁ ବନେଇଥିଲି ବା ଏ ଯେଉଁ ରାଗରେ ଲେଖିଥିଲି। ଆଉ ଏଇଟା ଭିଡ଼ିଓଟା ପଡ଼ିଛି କି ନାହିଁ ମୁଁ ଜାଣିନି, କିନ୍ତୁ ଏଇଟା ନିଜେ ଲେଖିଛି। ଅନେକ ଏମିତି ଲେଖିଛି, ଅନେକ ଲେଖିଦିଏ, କେତେବେଳେ ଶୋଇଥିବି ଉଠିକି କ'ଣ ବାଉଳିଆକି ଲେଖିଦିଏ ମୁଁ ଜାଣିପାରେନି। କିନ୍ତୁ ଯାହା ଲେଖିଥାଏ ଏଇଟା ହିଁ ଗୋଟେ ସତର ଆଭାସ ନେଇକି ଆସେ। ଲେଖେ ଦେଖେ ଏମିତି। କିନ୍ତୁ ଯାହା ହେଲେ ଦେଖିବେ ଏବେ ଯାତ୍ରାରେ ଯାହା ହେଇଥିଲା ଗୁଡ଼ାଏ ମୋର କମେଣ୍ଟ ମାନେ ପଡ଼ିଛି, ମୋବାଇଲ ଭିଡ଼ିଓରେ ପକେଇଛି। ଯଦି ତମେ ମାନେ ସବୁ ଏଇଭଳି ସତର୍କ ବା ସଚେତନର ବାଟ ଦେଖଉଥିଲ, ଯେଉଁ ଅଶ୍ଳୀଳ ହେବା ପୂର୍ବରୁ ଶୀଳ କାହିଁକି ହେଲନି? ଶୀଳ ଅର୍ଥ ହେଲା କ'ଣ ନା କଠିନ। ସାଧାରଣ ଲୋକର ଅନେକ ଭିଡ଼ିଓ ପଡ଼ିଛି, ସେଇଭଳି କାହିଁକି ହେଲନି? କଠିନ ହେଇକି କଠୋର ଦଣ୍ଡ ଦେଇଥାଲେ ଆଜି ଏତେ ଢିଲା ହେଇନଥାନ୍ତା। ଯଦି ଏଇ ଜିନିଷଟି ହବ ବୋଲି ଭାଗବତରେ ଗୋଟେ ବାଣୀ ରହିଥିଲା, ମୂଳ ମାରିଲେ ଜୀବ ସରି ଦେବଙ୍କ ସଙ୍ଗେ କିମ୍ପା କଳି। ଏଇଟା ଭାଗବତରେ ଲେଖା ହେଇଥିଲା।
ତେଣୁ ମୂଳରୁ ଯଦି ସେ ଜିନିଷଟିକୁ ମାରିଥାନ୍ତେ ଆଜି ଯାକେ କାହିଁକି ଏ ଜିନିଷ ହେଇଥାନ୍ତା ନା। ତେଣୁ ମୁଁ ଜଣେ ସାଧାରଣ ଲୋକ ଏଇ କଥାଟି ଭିଡ଼ିଓରେ ପକେଇଲି ସତ ବା ପଡ଼ିଥାଇପାରେ ବୋଧେ, ମୋର ମନେ ନାହିଁ। କିନ୍ତୁ ଗୋଟିଏ କଥା, ଆମର ଲୋକଗୀତ ଗୋଟେ ଥିଲା ରଙ୍ଗବତୀ। ଓଡ଼ିଶା ନା ହୁଏତ ଚେଞ୍ଜ ହେଇଯାଇପାରେ, ଉଡ୍ର, ଉତ୍କଳ, କଳିଙ୍ଗ, ଓଡ଼ିଶା ପୁଣି ଆସିଲା କ'ଣ ନା ନୂତନ ଓଡ଼ିଶା ବା ନବୀନ ଓଡ଼ିଶା। ତା ସାଙ୍ଗେ ନୂତନ ଯୋଗ ହେଇଗଲା ବା ନବୀନ, ଯୋଉଟା କହୁଛେ ନବୀନ, ନବୀନ ଅର୍ଥ ହଉଛି ନୂତନ। ସେଇଟା କାହା ବୋପା ସମ୍ପତ୍ତି ନୁହେଁ କି କାହା ନାଁରେ କରିବ। ତେଣୁ ଇଏ ହଉଛି ଆମ ଦେଶର ନାମ ପରିବର୍ତ୍ତନ ହେଇଯାଇପାରେ। କିନ୍ତୁ ସେଇ ରଙ୍ଗବତୀ ଗୀତଟା ଆଜି ଯାଆନ୍ତୁ, କହିଲା ପାଇଖାନାରୁ ପାର୍ଲିଆମେଣ୍ଟ, ଆଉ ଜନ୍ମ ଠାରୁ ମରଣ ପର୍ଯ୍ୟନ୍ତ ବା ବାହାଘର ଠାରୁ ମାନେ ଯୋଉଠି ଦେଖିବେ ରଙ୍ଗବତୀ ଗୀତ ଓଡ଼ିଶାକୁ କରୁଛି ଜାଗ୍ରତ। ନ ବାଜିଲେ ଟୋକା ଯିବେନି ବରଯାତ୍ରୀ, ନ ବାଜିଲେ ହାତ ଗୋଡ଼ ଆଉ ହଲିବନି। ସେତେବେଳେ ଆମେ ଆମ ପିଲାବେଳ କଥା, ଯେତେବେଳେ ଏଇ ନାତଳ ଏଗୁରା ବି ଉଠି ନଥିଲା, ଏଗୁରା ଉଠିଥିଲା, ଏଗୁରା ମା ପେଟରୁ ନେଇକି ଆସିছে। କିନ୍ତୁ ଏଗୁରାକ ପଛରେ ହେଇଛି ନା 15 ବର୍ଷ, ୟାଠୁ ଇଏ 15 ବର୍ଷ ସାନ ନା। କିନ୍ତୁ ସେ ସମୟରେ ଯାତ୍ରାରେ ପ୍ରଥମେ ଯେଉଁ ଆଧୁନିକ ବା ଲୋକଗୀତ ବା ନୃତ୍ୟ ନାଟିକା ବା ଡୁଏଟ୍ ଯେଉଁଟା ଆମେ କହୁଥିଲେ, ସେଟା ଏଇ ରଙ୍ଗବତୀଟା ବାଜୁଥିଲା। ପରିବର୍ତ୍ତନ ସିଏ କେବେ ହେଇପାରିବ ନାହିଁ, ଏଇଟା ଧ୍ରୁବ ସତ୍ୟ। କିନ୍ତୁ ତାକୁ ବି ସେଇ ସ୍ୱରକୁ ପରିବର୍ତ୍ତନ କରି ସେଇ ଗୀତକୁ ନେଇକି ଅନ୍ୟ ପ୍ରକାର ହେଉଛି। ହେଲେ କ'ଣ ହବ? କହିଲା ମୂଳ ମୂଳ ଡାଳ ଡାଳ। ତେଣୁ ମୂଳ ସଦାବେଳ ପାଇଁ ମୂଳ, ଆଉ ଡାଳ, ଡାଳରୁ କ'ଣ ଓହଳିବ? ଓହଳୁ। କିନ୍ତୁ କହିଲେ ଡାଳକୁ କ'ଣ କରିବ ନା ପବନ ଉଡ଼େଇ ନେଇଯିବ। ଗଛଟା ମୂଳଟା କ'ଣ ହବ ନା ଥୁଣ୍ଟା ହେଇଯିବ। କିନ୍ତୁ ମୂଳ ଆଉ ଥରେ କଅଁଳିବ, ଡାଳର ସତ୍ୱା ରହିବନି। ଏଇଟା ବି ସତ୍ୟ। ସେଥିପାଇଁ ଯୋଉଟା ବାଟ ସେଇଟାକୁ ସେ ପଥରେ ଚାଲ, ଯୋଉଟା ଅବାଟ ସେ ପଥରେ ଚାଲିଲେ ନିନ୍ଦା ହିଁ ନିନ୍ଦା ଆଉ ଅପବାଦ ଆସିବ। ଆଉ ସେଇ ଜିନିଷଟି ହେବା ପୂର୍ବରୁ ଓଡ଼ିଶାରେ ସଚେତନ ନାଗରିକ ସବୁ କୋଉଠି ହେଇଥିଲ? କୋଉଠି ହେଇଥିଲ? ସେଇଟା ବି ଲେଖା ରହିଛି। କହିଲା ଯୁଗକୁ ଯୁଗ ଏହି ମତେ ପରମ ନନ୍ଦ ଏ ଜଗତେ, ପରମାନନ୍ଦ ଏ ଜଗତରେ। କିନ୍ତୁ ଆନନ୍ଦ ନଉଥିଲେ, ଏବେ ପରିବର୍ତ୍ତନ। ହଉ ଭାଇମାନେ, ରାତି କେତେଟା ହେଲା କିରି? ଏ ବଢ଼ିଆ ରଖୁଛି ଭାଇମାନେ, ଭିଡ଼ିଓଟା ପୁରା ବଡ଼ ଭିଡ଼ିଓ ହେଉଛି।